चैव नरोत्तमम् देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। श्रीकृष्ण श्रुतदेवଙ୍କ आतिथ्य ग्रहण पूर्वक ତାଙ୍କ ପ୍ରାର୍ଥନା ଶୁଣି ଭଗବତ ଉପାସନା ଏବଂ ବ୍ରାହ୍ମଣଙ୍କ ମହତ୍ୱ ପ୍ରତିପାଦନ କରିଛନ୍ତି। ଦୁଇ ଭକ୍ତଙ୍କୁ ପ୍ରସନ୍ନ କରିବା ପରେ ସେ ଦ୍ୱାରକାକୁ ଫେରିଛନ୍ତି। ପରୀକ୍ଷିତ ଏବେ ବେଦର ବ୍ରହ୍ମତତ୍ତ୍ୱ ବିଷୟରେ କୌତୂହଳ ପ୍ରକାଶ କରିଛନ୍ତି। ବ୍ରହ୍ମ ନିର୍ଗୁଣ, ବେଦବଚନ କିନ୍ତୁ ତ୍ରିଗୁଣାତ୍ମକ। ତେଣୁ ତାହା କିପରି ବ୍ରହ୍ମଙ୍କୁ ପ୍ରତିପାଦନ କରିଥାଏ? ଏହି ପ୍ରସଙ୍ଗରେ ଶ୍ରୀ ଶୁକଦେବ ନାରଦ ଏବଂ ଋଷି ନାରାୟଣଙ୍କ ସମ୍ବାଦ ଉପସ୍ଥାପନ କରୁଛନ୍ତି। ନାରଦୋବାଚ ମୁନି ବୋଲନ୍ତି ନାରାୟଣ ଗହନ ବ୍ରହ୍ମ ବିଚାରଣ ମନ ବଚନେ ନୋହେ ଧରି ବେଦ କି ପାରେ ଅନ୍ତ କରି ସମାନ ଜ୍ଞାନୀ ଚାରି ମୁନି ଶ୍ରୋତାବକତା ଭାବ ଘେନି ବ୍ରହ୍ମ ସମ୍ବାଦ କଲେ ଯାହା ଭୋନାଥ ମତେ କହତା। ନାରାୟଣ ବାଚ କହନ୍ତି ପ୍ରଭୁ ନାରାୟଣ ନାରଦ ସାବଧାନେ ଶୁଣ ବ୍ରହ୍ମାର ସେ ଚାରି କୁମର ମହାମହିମା ତାହାଙ୍କର ସନନ୍ଦ ମୁନି ମୁଖ ଚାହିଁ ବ୍ରହ୍ମ ପୁଛିଲେ ତିନି ଭାଇ ମୁନିଏ ବାଳ ଖିଲ୍ୟାଦି ଅନେକ ଥିଲେ ବ୍ରହ୍ମବାଦୀ ସନନ୍ଦ କହେ ଶୁଦ୍ଧ ମନେ ବ୍ରାହ୍ମଣେ ଶୁଣ ସାବଧାନେ ପୁରାଣ ପୁରୁଷ ମୁରାରି ମାୟାର ବଳେ ସୃଷ୍ଟି କରି ପାଳନ ଧର୍ମ ରୂପେ କଲା ପୁଣି ପ୍ରଳୟ ସଂହାରିଲା ସେ ମାୟା ନିଜ ଦେହେ ଧରି ଜଳ ଶୟନେ ନରହରି ବିଷ୍ଣୁ ରଜନୀ ପ୍ରକାଶିଲା କେ ଜାଣେ କେତେ କାଳ ଗଲା ପ୍ରବୋଧ କାଳେ ସେ ପୁରୁଷ ଅଳସେ ଛାଡ଼ିଲା ନିଶ୍ୱାସ ଶୁଭିଲା ପ୍ରଚଣ୍ଡ ଶବଦ ତହୁ ଜନ୍ମିଲେ ତିନି ବେଦ ଦୁର୍ଗମ ଅନ୍ଧକାର ଦେଖି ভয়ে বুঝিলে বেনি আখি বিষ্ণুর তেজ সে বহন্তি বিষ্ণু ভেটিলে জীব ভ্রান্তি এতে বিচার মনে ঘেনি স্তুতি করন্তি বেদ তিনি মাগধে রজনীর অন্তে রাজাঙ্কু ডাকন্তি যে মন্তে বেদগণ উবাচ প্রথমে জয় জয় স্তুতি নির্গুণ নিগমে बोलन्ति জয় জিত আদি কন্দ निर्लेप परम आनंद जय मंगल जगन्नाथ ए जीव तोर तहु जात स्थावर आदि चारि मूले बंधन बासनार बळे तोर मायारे भ्रम पाई नाना जोनि रे जात होई भ्रमंती तो भाव न पाई ताहांक माया छेद तुही परम आत्मा रूपे बसु जीवर शक्ति तु प्रकाशु तु माया करिबार आसे वैराग्य ज्ञान से अभ्यासे नाना प्रकारे
ବୁଦ୍ଧି କରି ତୋ ମାୟା ନ ପାରନ୍ତି ତରି ଅନନ୍ତ ଶକ୍ତି ତୋର ମାୟା କେ ଜାଣିପାରେ ନାଥ ତାହା ଆଦି ଅନ୍ତ ନାହିଁ ତୋହର ଏଘେନି କେ କରୁ ଗୋଚର ଦ୍ୱିତୀୟ ବୃହଦ୍ ଉପଲବ୍ଧ ଭାବେ ବୋଲନ୍ତି ତିନି ବେଦ ତୁ ନାଥ ପରମ ଆନନ୍ଦ ସଂସାର ମୂଳ ଆଦି କନ୍ଦ ତୁ ବୋଲୁ ବେଦ ଯେ ଅନାଦି ସର୍ବ ପାରନ୍ତି ଏ ସମ୍ପାଦି ବାସବ ଆଦି ଦେବଗଣ ଏ ଦେବେ ଯଜ୍ଞରେ ବରଣ କର୍ମ କରଣ ଶୁଭାଶୁଭ ମୋକ୍ଷାଦି ଦିଅନ୍ତି ଏ ସର୍ବ ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତି ଜାଣିଲେ ଭୂମିରେ ସେ ଥାନ୍ତି ତୃତୀୟ ଇତି ବେଦେ ବାଣୀ ଭାବେ ବୋଲନ୍ତି ପରିମାଣୀ ତ୍ରିଅଧିପତି ତୋର ନାମ କହିବୁ ଶୁଣ ସାବଧାନ ତ୍ରିଗୁଣ ମାୟା ଯନ୍ତ୍ର କରି ମୃଗୀ ନ ଯାଉ ନର ହରି ଏଣୁ ତ ତ୍ରିଅଧିପ ନାମ ଶୁଣ କହିବୁ ଗୁଣଗ୍ରାମ ଆଦି ଯେ ମୃଗ ଅନ୍ୱେଷଣ ତାହାର ଅର୍ଥଟି ଭ୍ରମଣ ଏଣୁ ଏ ଜୀବ ମୃଗୀ ନାମ ଯେଣୁ ନିରତେ ତାର ଭ୍ରମ ତ୍ରିଗୁଣ ସତ୍ୟ ରଜତମ ହେମନ୍ତ ଯନ୍ତ୍ର ଅନୁମାନ ନାନା ବିଷୟ ବିଦ୍ୟମାନେ ଜୀବନା ଜୟୀ ସାବଧାନେ ଏଣୁ ତ୍ରିଅଧିପ ବୋଲାଉ ଯେ ଯନ୍ତ୍ରେ ଜୀବକୁ ନଚାଉ ତୋ ନାମ ମହିମା ଏ ମନ୍ତ ତୋ ରୂପ କେ କରିବ ଅନ୍ତ ଯୋଗୀଏ ବସି ଯୋଗାସନେ ଅଖଣ୍ଡାନନ୍ଦ ରୂପ ଧ୍ୟାନେ ଅନ୍ତଃକରଣେ ତାହା ଧରି ତେଜି କାମାଦି ଷଡ଼ ହରି ଗର୍ଭ ଜନ୍ମ ବାଳ କିଶୋର ତରୁଣ ବୃଦ୍ଧ ଦେହାନ୍ତର ଏ ସପ୍ତଦଶା ଜିଣି କରି ମାୟା ସଂସାର ଜାନ୍ତି ତରି ଚତୁର୍ଥେ ଈଶ୍ୱରର ସ୍ତୁତି ନିର୍ମଳ ନିଗମେ ବୋଲନ୍ତି ଓ ନାଥ କମ୍ବୁ ଚକ୍ରପାଣି ତୋତେ ଯେ ନ ଭଜନ୍ତି ପ୍ରାଣୀ ଶରୀର ବହି ଏ ଶୟଳେ ପ୍ରାଣ ଧରନ୍ତି ସୁଖ ଭୋଳେ ତାଙ୍କ ଜୀବନ ଅକାରଣ ଓ ନାଥ ଶୁଣ ନାରାୟଣ ବ୍ରହ୍ମାଣ୍ଡ ହୋଇ ଦେହଧାରୀ ତୁ ନାଥ ଜୀବ ରୂପ ଧରି ପଞ୍ଚ ଶରୀରେ ତୋର ବାସ ଯାହାକୁ ବୋଲି ପଞ୍ଚକୋଶ ଉଦର ପଞ୍ଚମରେ ସ୍ତୁତି ବେଦେ ବାସୁଦେବ ବୋଲନ୍ତି ଶୁଣ ହେ ପରମ କାରଣ ଋଷିଙ୍କ ମାର୍ଗ ବିଚାରଣ ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି ଗୁରୁପ ଉପଦେଶ ଶୁଣି ଉଦରେ ବ୍ରହ୍ମ ପରିମାଣି କୁମ୍ଭକ କର୍ମୀ ବାୟୁପୁରୀ ନାଭି ଚକ୍ରକୁ ଧ୍ୟାନ କରି ଉଦର ଚକ୍ରେ ଦୃଷ୍ଟି ସ୍ଥିରେ ଚିନ୍ତତି ପବନ ନିଶ୍ଚଳେ ଚକ୍ର ପବନେ ସୂକ୍ଷ୍ମ ରେଣୁ ନୟନେ ଆଚ୍ଛାଦନି ତେଣୁ ତାହାକୁ ଅନ୍ଧ ବୋଲି ଜାଣି ସେ ତୋତେ କାହିଁ ପରିମାଣି ଆରୁଣି ବଂଶେ ଯେତେ ମୁନି ତାହାଙ୍କ ଗୁରୁ ଶିକ୍ଷା ଘେନି